ଆଜି ଶୁଣିବା ଉପନ୍ୟାସ ହରିଜନ ଭାଗ 22। ଔପନ୍ୟାସିକ ଗୋପୀନାଥ ମହାନ୍ତି। ନଈ ବନ୍ଧେ ବନ୍ଧେ ଅନ୍ଧାରେ ରାସ୍ତା ଚାଲିଛି ମଶାଣି ଅପନ୍ତରାକୁ। ସେଇଠି ସେ ହଜିଛି। ଗଛ ଉଡ଼ାଡୁଲେ ତାର ଅବସ୍ଥିତି ଅବୟବ ଆରୋପି ହୁଏ ନାହିଁ, କେବଳ ବୁଝି ହୁଏ ସେ ଅଛି। ଛିନ୍ ଛାନ୍ ପଡ଼ି ରହିଥାଏ ସେମିତି। ଆଶା ଆକାଂକ୍ଷାରେ ତାର ଶୀତଳ ବାଲିକଣା ଦୂରରୁ ନିରଖୁଥାଏ ସହରର ଛଇ ଛଟା, ଅନ୍ଧାରର ପୀଠ। ଜିଅନ୍ତା ମଣିଷଙ୍କ ଇନ୍ଦ୍ରିୟ ଅନୁଭୂତିରେ କେବଳ ଭୟର ରାଇଜ, ପ୍ରେତର ବସା, ହାଡ଼ ଖପୁରିର ଖଣି। ଆଖି ଦରସା ମଙ୍ଗଳ ଯେଉଁଠି ସତ୍ତା ହଜିଛି ସହର ତଳ ମଶାଣି, ସେଇଆଡ଼େ ପୁନି ଚାଲିଥାଏ। ମଶାଣିର ଭୟଠୁ ବଳି ନିଛାଟିଆ ନିରୋଳା ସଙ୍କେତସ୍ଥଳୀର ମୋହ। ଓଟାରି ହୋଇ ଚାଲିଛି ବାଏଁ ଡାହାଣେ, ଗଛ ଉତ୍ତାରୁ ଗଛ ପଛକୁ ରହିଯାଉଛି। ଥିଲା ଲୋକଙ୍କ ବିହ୍ୱଳ ଦୃଷ୍ଟିରେ ଯେଉଁଠି କେବଳ ନଥିଲା ମଣିଷଙ୍କ ବିକୃତ ଛାଇ। ଶିଥିଳ ମନର ଅଲରା ଖିଅରେ ଅଡ଼ୁଆ ହୋଇ ଲାଗି ରହେ ଯେଉଁଠି ପରିସ୍ଥିତିର ସୂଚନା। କେଉଁଠି କ'ଣ ହାଲିଲା ପରି ଦିଶୁଛି। କ'ଣ ଖସ୍ ଖସ୍ ହେଲା। ନଥିଲାର ଅଧିକା ହାତର କରାମତି। ସେ ଅସୁନ୍ଦର, ସେ ବିଭତ୍ସ, ସେ ଭୟ। ଲୋକେ ସେଠିକି ସଂସାର ତୁଟେଇ ଆସନ୍ତି। ସେ ଚାଲିଛି ସଂସାର ପାତିବାକୁ। ଆସନ୍ତି ସେମାନେ ହୃଦୟ ଉଜାଡ଼ି ନିସ୍ପନ୍ଦ ହୋଇ ବନ୍ଧନ କଟେଇବାକୁ। ସେ ଚାଲିଛି ସଜୀବ ମରମର ସ୍ପନ୍ଦନରେ ଟଳମଟଳ ହୋଇ। ମୁହୂର୍ତ୍ତକର ଶିଳ୍ପୀ ସ୍ରଷ୍ଟାପଣରେ ରାଣୀ। ତାର ଜୀବନ ପ୍ରଚୁର। ଅଘୋର ବାବୁ ଆସିଲେ। ଅନ୍ଧାର ତାଙ୍କ ଭଦ୍ରତା ବଞ୍ଚେଇଛି। ହାତର ଟର୍ଚ୍ଚଲାଇଟ୍ ସତର୍କ କ୍ଷିପ୍ରତାରେ ଆବିଷ୍କାର କରିନେଲା ବାଟ ସଫା ଅଛି। ମଶାଣି ଜାତି ମାନେ ନାହିଁ। ସମାଜର ଶିଙ୍କୁଳି ସେଠି ଫିଟି ପଡ଼ି ନାହିଁ। କାହିଁ ବାଲିରେ ହଜେ। ସେ ଭଦ୍ରତା ମାନେ ନାହିଁ, ଶିଷ୍ଟାଚାର ବାଛେ ନାହିଁ। ସେହି ମଶାଣି ପଦାର ଗୃଧ୍ର ଗନ୍ଧବୋଳା ପବନରେ ମିଶିଥିଲା ଜିଅନ୍ତା ଦେହର ସୁବାସ। ମୂକ ଛାଇ ଶୁଣିଥିଲେ ଜିଅନ୍ତା ହସର ଶବ୍ଦ। ଶୀତଳ ବାଲିର ଜଡ଼ତାରେ ବିଚ୍ଛୁରିତ ହୋଇ ପଡ଼ିଥିଲା ତାରୁଣ୍ୟର ଚପଳତା। ମରଣର ଅନ୍ଧାର ତୀରେ ଜୀବନର ଦୀପ ଉଲସି ଉଲସି ଜଳିଥିଲା। ମଶାଣି ହୋଇଥିଲା ଯୌବନର ତୀର୍ଥ। ମେଞ୍ଚା ମେଞ୍ଚା ଲୋକ, ପଞ୍ଝ ପଞ୍ଝ ଲୋକ। ମୁହଁରେ ଶାନ୍ତ ନାହିଁ, ଆଖିରେ ଶତ୍ରୁତା। ଅବିନାଶବାବୁ କୋଠା ଉପରୁ ଦେଖନ୍ତି ହାଡ଼ିସାହିର ଅରଅଣା ମଣିଷ କ୍ରମେ ତାତୁଛନ୍ତି। କିନ୍ତୁ ସେଥିରେ ସେ ନିରାଶ ରୁହନ୍ତି ନାହିଁ, ବିରକ୍ତ ହୁଅନ୍ତି। ସେମାନଙ୍କ ମୁହଁରେ ବୀରତ୍ୱ ନାହିଁ, ସ୍ଥିର ଧୈର୍ଯ୍ୟ ନାହିଁ। ମୁହୂର୍ତ୍ତକର ଉତ୍ତେଜନା ବଳେ ନିଭିଯିବ। କେବଳ ଗୋରୁ ଗୋଠର ଏକତା, କୁକୁର ପଲର ନୁହେଁ। ସେ ମେଣ୍ଟରେ ନାହିଁ ବେଗ କି ଗତି। ମାଡ଼ି ଆସିବ ନାହିଁ, କାନ୍ଥକୁ ଆଉଜି ଆଡ଼େଇ ହୋଇ ରହିବ। ଶୈଳେନ୍ଦ୍ର ଅବିନାଶଙ୍କ ଚାପ ପଡ଼ିଲେ ବଳେ ଖଣ୍ଡ ବିଖଣ୍ଡିତ ହୋଇ ଫାଟି ଫୁଟି ଯିବ, ଏ ବିଶ୍ୱାସ ସ୍ତମ୍ଭ ଦିଏ। ତଥାପି ଅବିନାଶବାବୁଙ୍କ ମନରେ ଏ ଅସ୍ୱସ୍ତି। ଘରୋଇ ମନ୍ତ୍ରଣା ବସିଥାଏ। ରମା କହିଲେ, କ'ଣ ତୁମେ ସବୁ କରୁଛ? ଏତେଗୁଡ଼ା ଟଙ୍କା ପାଣିରେ ପଡ଼ିବ ନା? କିଏ କହୁଛି? କହିବ ଆଉ କିଏ? ତୁମର କାର୍ଡ଼ ତ ବେଶ୍ ଜଣା। ବେଉସାଟିଏ ଆରମ୍ଭ କରିଦେଲ, ଅଇଛା କେଁ ବେଳକୁ ନାହିଁ। ସମସ୍ତେ ଡରରେ ଛାନିଆ ହୋଇଯାଉଛ। ଅବିନାଶବାବୁ ହସିଲେ। କହିଲେ, ଆମେ ଯଦି ଡରୁଛୁ ବୋଲି କହୁଛ, ତୁମେ ନିଜେ କ'ଣ କରୁଛ କରୁନା? ରମା କହିଲେ, ମୁଁ ଯଦି ଅଣ୍ଡିରି ପୁଅ ହୋଇଥାନ୍ତି, ଯାହା କରିବାର କଥା କରିଥାନ୍ତି ଯେ ଆମ ବାପ ଅଜା ରଇତ ମେଳି ବୋହୂ ଦେଖିଛନ୍ତି। ଦେଖି ଲୁହା ଜାଣିପାଣି ଦେଇଛନ୍ତି। ତମ ପରି ଗାଲରେ ହାତ ଦେଇ ବସି ଭାଳେଣି କରି ନାହାନ୍ତି। ମାନମୟୀ ତୁନି ହୋଇ ବସି ବୋଉକୁ ଅନେଇଥାଏ। ଭାବୁଥାଏ, ବୋଉ ଯଦି ପୁରୁଷ ହୋଇଥାନ୍ତା, ଅଘୋର ବାବୁ ବୋଉର ବକ୍ତୃତା ଉପଭୋଗ କରିଥାନ୍ତି। ଏମିତି ବେଳେ ବେଳେ ତାର ତେଜ ଝଲସି ଉଠେ। ଆଭିଜାତ୍ୟର ଗୌରବରେ ସେ ଦୁଇଗୁଣ ଫୁଲିଯାଏ। ଅଘୋର ବାବୁ ସମ୍ମାନିତ ହୁଅନ୍ତି। ଅବିନାଶବାବୁ ଶାନ୍ତ ହୋଇ କୈଫିୟତ ଦେଉଥାନ୍ତି, ରହିଥା, ତୁମେ ବୁଝ। ଡରିବା କାହାକୁ? ଥାନାରେ ଖବର ଦିଆହେଇଛି, ସେମାନେ ସତର୍କ ଅଛନ୍ତି। ବେଶୀ ଗୋଳମାଳ କଲେ ଥଣ୍ଡା କରିବାକୁ ପ୍ରଚୁର ଶକ୍ତି ଅଛି। ଚଳେଇବାକୁ ଲୋକ ଅଛନ୍ତି, କିନ୍ତୁ ହଠାତ୍ କରାଯିବ କ'ଣ ତୁମେ ଭାବ। ଭାବିଲା ବେଳକୁ ମୁଁ, ନହେଲେ ଆଉ କିଏ ଭାବିବ? ହଉ, ନାକରେ ତେଲ ପକାଇ ଥିରି ହୋଇ ସବୁ ବସିଥାଅ, ମୋର କ'ଣ ଯାଉଛି। ଭଗାରି ବଳେ କହିବ, ପେଲା ଧନ ବୋଲି ସିନା ସବୁ ଭାଇଁ ଭାଇଁ ଗଲା, କୋଉ ଗିରାମାଲ ହେଇଛି। ହାସିଆ ପଣରେ କିଣି ପକେଇଲେ ସବୁ। ସରଗକୁ ସିଡ଼ି କଲେ, ଶେଷରେ ଫୁସ୍। ଓଃ, କିଛି ବୁଝ ନାହିଁ।
ଖାଲି କହିଲେ କ'ଣ ହେବ? ସେମାନେ ମେଳି କରୁଛନ୍ତି, କରିବା ବି କଥା। ଥରେ ବସି ପଡ଼ିଲେ ମଣିଷ ଉଠିବାକୁ ମନେ କରେ ନାହିଁ। ଯାହା କହିଦେଲେ କେହି ଘର ଛାଡ଼ିଯିବେ ପଳେଇ ଯିବେ ନାହିଁ। ଖଣ୍ଡେ ଖଣ୍ଡେ ଚାଳିଆ ଥୋଇଦେଲେ ଜମି ଆପଣାର ହୋଇଯାଏ ନାହିଁ। ଏ କଥା ଯେତେ ବୁଝେଇଲେ ସେମାନେ ବୁଝିବାକୁ ନାରାଜ। ଆଇନ ଆମ ପଟେ, ଆମର କାଗଜପତ୍ର ଅଛି, ଆମେ ମାଲିକ। କିନ୍ତୁ ସେ କଥା ବୁଝୁଛି କିଏ? ତୁମେ କହିପାର ମକଦ୍ଦମା କର, ସେଥିରେ କ'ଣ ଅଳ୍ପ ପଇସା ସରିବ? ରହ, ଥୟ ଧର, ତା ପାଇଁ ଅନ୍ୟ ବ୍ୟବସ୍ଥା କରିବା। ଉଚ୍ଛନ୍ନ ହେଲେ କ'ଣ ହେବ? ଯଶୋଦା ଆସିଲା। ଦୁଆର ମୁହଁରେ ଠିଆ ହୋଇ କହିଲା, ମା, ଆଜି ମେହେନ୍ତ୍ରାଣୀ ଆସିନାହିଁ। ଆସିନାହିଁ କାହିଁକି? କାଲିଠୁ କହୁଥିଲା ସାହିରେ ମନା ହେଇଛି, କେହି ଆସିବେ ନାହିଁ। ତାକୁ ତୁ କାଲି କହିଲୁ ନାହିଁ କାହିଁକି? ରମା ଗର୍ଜିଲା। ତାକୁ ତ କଷି କରି କହିଲି ଛତର ଖାଇ ଯୋଗିନୀ ଖାଇ ମୋ ମୁହଁକୁ ଯାହା ଅଇଲା କହିଲି ତମର ଏଡ଼େ ଉରୁକୁ ହୋଇଛି, ବାବୁ ଘର ଜାଗା ଛାଡ଼ି ଧେଉଣ୍ଡା ପିଟୁଛନ୍ତି, ତମେ ଚଙ୍କୁ ନା? କିଛି କହିଲା ନାହିଁ। ସେ ଚୁଲି ପଶି ଥିର ହୋଇ ଚାଲିଗଲା। କହିଦେଇ ଗଲା, କାମ ବନ୍ଦ। ତୋ ମନକୁ ତୋ ପେଟ ଭିତରେ ରଖି ମରିଥିଲୁ କାହିଁକି ବା? ରମା କହିଲେ। ଆତୁର ହୋଇ ଅବିନାଶ ମୁହଁକୁ ଅନେଇଲେ। ଅଘର ବାବୁ ମନକୁ ମନ କହିଲେ, ଷ୍ଟ୍ରାଇକ୍। ହଁ ଷ୍ଟ୍ରାଇକ୍, ମାନମୟୀ କହିଲା। ଏତେ ପରା ସେହି ସବୁ କଥା କହ, ପାଅ ଏଥର। ପାଇଖାନା ଭର୍ତ୍ତି ହେବ, ନାଳି ସଢ଼ିବ, ୟାରି ନାଁ ଷ୍ଟ୍ରାଇକ୍। ବହିର କଥା କାମରେ କଥାରେ ପରଖା ପରଖି ବେଳ ଆସୁଛି, ଏଣିକି ଯେ ସହଳ। ଆରେ ଆଚ୍ଛା ବେବକୁଫ୍ ତ, ସେମିତି ବିଲେଇ ଭଳିଆ ଫେଁ କରି ଉଠୁଛୁ କାହିଁକି? କଣ୍ଟା ବାଡ଼ରେ ଲୁଗା ପକେଇ କଜିଆ କରୁଛୁ କାହିଁକି? ଦେଖିଲୁ ବୋଉ? ଅବିନାଶ ବାବୁ ଉଠିଗଲେଣି। ବୋଉ କହିଲେ, ଲଗାନା ସେମିତି। ହଁ, ମୁଁ କ'ଣ କହିଲି କି? ସେ ବରାବର କହନ୍ତି ବୋଲି ମୁଁ କହୁଛି। ଏତେ ଷ୍ଟ୍ରାଇକ୍ ହୁଅନ୍ତି, ପ୍ରକୃତରେ ଷ୍ଟ୍ରାଇକ୍ ଆରମ୍ଭ ହେଲା ସମ୍ଭାଳନ୍ତୁ। ଷ୍ଟ୍ରାଇକ୍? କିଏ କହୁଛି? ମେହେନ୍ତ୍ରାଣୀ ଦିନେ ନାହିଁ ଆସିନାହିଁ ବୋଲି ଷ୍ଟ୍ରାଇକ୍ କଲାପରି ଏମାନଙ୍କ ମୁହଁ ଦିଶେ? ବଳେ ତାଙ୍କୁ ଅଡ଼େଇ ନେଇ କାମ କରେଇବେ, ଛାଡ଼ିଦେବ କିଏ? ମାନମୟୀ ହସିଲା, କହିଲା, ସେଇଆ କହ ଯେ ତୁମେ ଏସବୁ ବାଜେ କଥାରେ ବିଶ୍ୱାସ କର ନାହିଁ, କେବଳ ସୋକ୍ ପାଇଁ କହିବୁଲ, କାରଣ ସେ ଏ ଯୁଗର ଫେସନ୍। ଫେରେ? ଅଘର ବାବୁ ରାଗି ଅନେଇଲେଣି। ମାନମୟୀ ମୁହଁରେ ଲୁଗା ମାଡ଼ି ହସୁଛି। ଅବିନାଶ ବାବୁ ହସିଲେ, କହିଲେ, କ'ଣ ହେଲା? ମାନମୟୀ କହିଲା, ଭାଇ କହୁଥିଲେ କେତେ ଡେରି ହୋଇଯାଉଛି, ନହେଲେ ଏ ଅସନା ସାହି ଉଠିଯାଆନ୍ତା। ଖତିରା ମାଟିର ଢିଅ ଉପରେ ଲାଗନ୍ତା ଗୋଲାପ ବଗିଚା। କୋଠା ଉପରୁ ଦେଖିଲେ କି ସୁନ୍ଦର ଫୁଲ ବଗିଚା, ତା ସେ କରେ ରାସ୍ତା, ସେ ପାଖେ ପୁରିଲା ହୋଇ ଧରାଟିଏ। ଠିକ୍ ସେମିତି ଖଣ୍ଡେ ଛବି, ନୁହେଁ ଭାଇ? ବାପ ଅଛନ୍ତି, ତର୍କ କରି କିଛି ଫଳ ନାହିଁ। ଅଘର ବାବୁ ବିରକ୍ତ ହୋଇ ଚାଲିଗଲେ। ଦାଣ୍ଡ ଦୁଆରେ ମଟର ଶବ୍ଦ ହେଲା। ଅବିନାଶ ବାବୁ ଘର ଭିତରୁ ପାଟି କଲେ, ଦେଖ ତ ଅଘର, ଶୈଳେନ୍ଦ୍ର କି? ହଁ ଶୈଳେନ୍ଦ୍ର। ହସି ହସି ଶୈଳେନ୍ଦ୍ର ବାବୁ ମାଡ଼ି ଆସିଲେ। କହିଲେ, କ'ଣ ହେଇଛି ତମର କହ ତ? ହଠାତ୍ ଟେଲିଫୋନ୍ରେ ଯେପରି ଛାନିଆ ହୋଇ ଡାକ ପକାଇଲ। ବୁଝିଲି ଯେ ବସିଲାଠୁ ଉଠି ଆସିବାକୁ ପଡ଼ିବ, ତାପରେ ଦାଣ୍ଡ ଦୁଆରେ ପାଦ ନେଉଣୁ ଭିତରୁ ଡାକ ଛାଡ଼ୁଛ, ଯାହା ତୁମ ପକ୍ଷରେ ଏକଦମ ଅସ୍ୱାଭାବିକ। କ'ଣ ହେଇଛି ତୁମର କହିଲ? ଜଣାଯାଉଛି ସେମିତିକି ତୁମ ସ୍ନାୟୁଗୁଡ଼ାକ ବିବାକ୍ ଟାଣିକି ରହିଛି। କଥା କ'ଣ? ଅତି କୃତଜ୍ଞତାରେ ଅବିନାଶ ବାବୁ କଥା କହିପାରିଲେ ନାହିଁ। ଶୈଳେନ୍ଦ୍ରବାବୁ କେଡ଼େ ସୁନ୍ଦର ହସୁଛନ୍ତି, କେଡ଼େ ଧୀର, କେଡ଼େ ଅମାୟିକ। ନିଜଠି ନିଜର ବିଶ୍ୱାସ ପୂର୍ଣ୍ଣ ହୋଇ ପୁଣି ଚାରିଆଡ଼କୁ ଉଛୁଳି ପଡ଼ୁଛି। ଯେ ଦେଖିବ ତାର ମଧ୍ୟ ଆସ୍ଥା ଅଟୁଟ ରହିବ। ସବୁ ସମସ୍ୟା ସାନ କରିଦେଇ ହସିଦେଇ କହିଲେ, କାହିଁକି ଡାକିଥିଲ? ନା, ସେମିତି କିଛି ନାହିଁ, ଖାଲି ଏମିତି। ସହଜ ଅବହେଳାରେ ସିଗାରେଟ୍ ଖଣ୍ଡେ ଓଟାରି ନେଲେ, ଆରମ୍ଭ କଲେ, କଥା କିଛି ନାହିଁ, ଶୁଣ କହୁଛି। ଚଷମା ଆଡ଼ରୁ ତୀକ୍ଷ୍ଣ ଦୃଷ୍ଟି ତାଙ୍କୁ ଶଙ୍ଖୋଳି ନେଉଛି, କଳି ନେଉଛି। ଟେବୁଲ ଉପରେ ହାତ ଭରା ଦେଇ ଶୈଳେନ୍ଦ୍ରବାବୁ ନିର୍ବିଷ୍ଟ ହୋଇ ଶୁଣୁଛନ୍ତି। ଏ ତାଙ୍କର ଗୋଟିଏ ବିଖ୍ୟାତ ଭଙ୍ଗୀ, ଯାହାକୁ ଦେଖିଲେ ପେଟ ଭିତରେ ସାତମୁଗ୍ଧ ହୋଇ ଚଞ୍ଛା ହୋଇ ରହିଥିବା କଥା ଆପେ ବାହାରି ପଡ଼େ। ମଙ୍ଗଳାଚରଣ ଶେଷ ହୋଇଛି। ନାନ୍ଦି ଅନ୍ତେ ସୂତ୍ରଧାର ଆସିଲେ। ଅବିନାଶ ବାବୁ କହିଲେ, ଏଇ ହାଡ଼ିସାହି କଥା ଯେତେ ବୁଝେଇଲେ, ଯେତେ ଲୋଭ ଦେଖାଇଲେ, ସେମାନେ ଆଦୌ ଉଠୁନାହାନ୍ତି। ଧନୀବୁଢ଼ା ମେଳି କରିଛି, ଗୋଳମାଳ ହେବା ସମ୍ଭାବନା। ମସୁଧା ଚାଲୁଥାଏ। ଅବିନାଶ ବାବୁ ସଲା ନେଉଥାନ୍ତି, ଅଘର ବାବୁ ପଦାରେ ବୁଲୁଥାନ୍ତି। 4ଟା ବାଜିଛି। ବାହାରେ କେଡ଼େ ସୁନ୍ଦର ଖରା। ସାମ୍ନାର ଗୋଲ ଘାସ ଆରକ ଯେପରିକି ଖଣ୍ଡେ ପ୍ରକାଣ୍ଡ ନେଳି ରତ୍ନ। ନିରୁପମା ତାର କାନର ଝରାରେ ସେ ନେଳି ପଥର ପିନ୍ଧେ। ଓସାର ପିଣ୍ଡାରେ ଥାକ ଥାକ ହୋଇ କୁଣ୍ଡ ବଗିଚା। ଦୂର ଆକାଶ ଚାରିକରେ କାଠର ଫ୍ରେମ୍। କେବଳ ଅଙ୍କି ହୋଇ ସ୍ଥିର ହୋଇ ରହିଛି ସେ ଛବି। ଆଲୁଅ ନାହିଁ, ବିସ୍ତୃତି ନାହିଁ, କେଡ଼େ ସାନ, କେଡ଼େ ମଳିନ। ଭିତରେ ବାପା ମନ୍ତ୍ରଣାରେ ନିରତ ହାଡ଼ିସାହି ଜୀବ।
बड़ सहर परिच्छन्न हेब, सुंदर दिशिब। नई कूले कूले पवन खाई गले आउ नाक को चिपि धरिबा दरकार पड़िब नाही। आलुओ सरी आसुछि जल्दी जल्दी। चाहू चाहू संज बुड़ीजिब। तापरे निछाटिया नई कूले देह घसा होई कान पाखे काहार फुस फुस। सते कण आमर बास उठेब, निआश्रा करिब बाबू। हाड़ीसाई लोके दल दल होई कण कुहाकुही हेउछंती। शैलेन्द्र बाबूंक प्रसिद्ध गाड़ी को बाटरे चिन्हिथिबे बोधे हुएत, अथवा तांकठु प्रति नमस्कार पाइथिबे। गाड़ी रे गला बेले दुई करको मुंड टुंगारी जनतांक समर्थन स्वीकार करिबा तांकर महत्व विश्वासर भूमि से। दल दल लोक कटमट करी अनेई अनेई जाउछंती। चाहणी तो नुहे, गहिरिया निआर ताऊ धास। मुरुकुटिया दाढ़िया बुढ़ाटा सबुबेले पैंतरा मारी बुलुछि। थंबिला पवन रे अशांतिर बाली रेगेड़ा। अनेइले आखिरे खेंटा लेके। आखि बुझीदेले भिन्ने दिसे। पुनीर मोह मंडी होई तटाफटा मेलछा बस्तीटा दिसे केड़े करुण। सहानुभूति आसे, किंतु से खाली हृदयर कथा। ना मंत्रणा सरी नाही। टहलिबाकू पड़िबो, अपेक्षा करिबाकू पड़िबो। कौन बापांकर नुआ फरमाइसी। पिंडारे पखाला कंसा पाखे पुनी बसी थाए। रंग आसिला, टभा आसिला, डाकिले बसुचु कौन लो, सभाकू जीवु ना कि? घर भीतर को पुनी बो पाटी कला। बसी बसी खाऊ था पुनी, सुखुआ पोड़ा नौची। अनेला रंग मुहकू, टबा मुहकू। सेमाने पेश होइछंती, सुंथा चिकण होई परा होइछि, कपाळ तेल सरसर। ए कौन होइजिलो? मल्ला बसी छोपरी होची। जात देरे लोक थाट पटाली, एड़े बड़ सभा बसी बसी गेंफा मारुछु। सभा देखी जाए बुझीबु नहीं कि? छिंडा मयला खंडे पिंधि सुखुआ पोड़ा मुठेई हाथ छाटी छाटी पुनिबो आसिला। कहला, केड़े घाए तातिछि। रंग टभाकू देखिला, सभा ना शुणिला। मुह बिचिकिटे खतेई ହେଲା परी कहला, ए सभा मल्ला मो मଣିଷଙ୍କ भेक ସବୁ नहीं हकर हकर हेई जाती सभा देखिବାକୁ। बल तू थीरी हेई सेतक जाक सब सारिबाकू पड़िबो। तू कि पाइबुलो? कौन है मौसी, चिड़ुचु कहीं? रंग कहला, आम पे सभा होची, आमे जीवु नहीं। आम पे डोला लेउटे जेमु कहला, भल्ला लो आम पे गेल बसर कहार 7 चकुड़ी हेले आमर 14 ची। आमर पे सभा बसीची। 2 दिन हेला काम बंद। पैसा माटी किए आउची घर बर्तीबाकू दबाकू। सेइतिपाई तो सभा बसीची मौसी। टबा कहला, घरे गाँव गाँव हेले कौन हेब? चालुनु जहाँ कहबा कथा सेठी कहबू। देखुनु केते लोक गलेनी। हाँ लो, सबु से बाटे लो, सबु एई बाटे। हे पुनी सेमिति तरबर हेउछु काहेकि? च च हाँ ना, बसी बसी खा। पदीबो आसिला। दुआरे अंटा भांगी ठिया ହେଲା, कहला, ए तमे सभाकू जीव नहीं कि? गली बाटे दले पाटी करी कले, डिह छाड़ू नहीं, केबे छाड़ू नहीं। केमिति उठेब देखि नबा। पुनी उठी पड़िला। कजलमती आसिला, तार सबुठु भल साज बाहर करेछि। डाकिला, पुनी किलो एठी सब ठिया होई कौन करूच? पुनी टाउ टाउ करी लुगा पालटी पकाई पदाकू बाहरिला। अगणारे गेंडु फूल बुदाटिए तरतर होई ठोठा करी फूल पुंचाए छिंडेई मुंडरे खुसु खुसु कहला, बोऊ मु जाउछि। जालो मा, समस्तिंकु तो बाई नागिछि, कहबी काकू फेर देखिब नहीं, बिड़िब मो कथा जे सत कि मिछ। दुआरे ठिया होई पदीबो पाटी करुछि, हे तेमे जीव नाही सतरे? पुनी हाथ देखाइला, देख बोऊ चेमा भी जाउछि। कुष्ठरोगी चेमा खड़े खेड़े चली थाए। तुंडरे सही पाटी डिह छाड़ू ना। हाँ लो, धनीपुड़ा गद सुंघेछि, आसबे जे ठेंगा धरिकी मुंड फटेबे। जाओ तमे रे तमे पाइब, मोर कौन जाउछि। आम बोऊ जाओ जाओ, सभारे मिठे बंटा हेबो, मो पाई न आनिबु पछे। सभारे पहुँचला बेलू सभास्थली लोकारण्य। भाड़ी उपरू शैलेन्द्र बाबू पाटी करुछंती, शुण शुण शुण, गोलमाल कर नाही, मो कथा शुण। आउ कौन शुणिबु बाबू आपण कथा? आपण आज तांकर होई कहबाकू आसिछ जे सुनापुओ परी घर दुआर छाड़ी आमे उठी जाओ, आउ कोठिकी गछ तले पड़, जुआड़े पाड़, सियाड़े जाओ, से सेठी कोठाबाठी तळंतु। धनी बुढ़ा गर्जु थाए। चारिआड़ू तार प्रतिध्वनि, ढिह छाड़ू नाही, घर छाड़ू नाही। तले शांति रक्षक पाटी करुछंती, बस बस बस। शैलेन्द्र बाबू पुणी चित्कार कले। एथर तांकर स्वर कोहरे कोहरे अधारू भांगी पड़िला।
ବଡ଼ ସହରର ସେହି ଚିର ପରିଚିତ ଆବେଗମୟ କଣ୍ଠରେ କହିଲେ, ଭାଇମାନେ, ଲୋକେ ତୁନି ହେଲେଣି। ଜଣେ କିଏ ଗିଲାସଟିଏ ବଢ଼େଇ ଦେଲେ ସେଥିରୁ ଟୋପିଏ ପିଇ କରୁଣ ମୁହଁରେ ବିଷାଦର କାହାଣୀ ଢାଳିବାକୁ ବସିଲା ପରି ଶୈଳେନ୍ଦ୍ରବାବୁ କହିଲେ, ଭାଇମାନେ, ଯୁଗ ସନ୍ଧିକଡ଼ିରେ ଆଜି ଏ କ'ଣ ଦେଖୁଛି, ଏ କ'ଣ ଶୁଭୁଛି, ହୃଦୟ ଭାଙ୍ଗି ପଡ଼ୁଛି। ମୋ ଉପରେ ତୁମର ବିଶ୍ୱାସ ନାହିଁ? କାହା ପାଇଁ ତେବେ ମୋର ଦେହର ପ୍ରତ୍ୟେକ ରକ୍ତବିନ୍ଦୁ ଏ ଭୂଇଁରେ ଢାଳି ଦେଇ ବସିଲି? କାହା ପାଇଁ ରାସ୍ତାଏ ରାସ୍ତାଏ ବୁଲି ଚିତ୍କାର କରି କରି ମୋର ଗଳା ବସିଗଲା? ଆଜି ମୁଁ ବୁଝୁଛି, ଏଇ ରଣଚକ୍ୟରେ ରାବଣ ପରି ମୋର 9ଟା ମୁଣ୍ଡ ଆହୁତି ଦେଇସାରି ବୁଝୁଛି ମୋର ଏ ତପସ୍ୟା ବୃଥା, ମୋର ବଳିଦାନ ନିରର୍ଥକ, ମୋର ଏ ତ୍ୟାଗର ମୂଲ୍ୟ ନାହିଁ। କାରଣ ମୋଠି ମୋ ଭାଇମାନଙ୍କର ବିଶ୍ୱାସ ନାହିଁ। ମୁଁ ପର? କହ ଭାଇମାନେ, ମୁଁ କ'ଣ ପର? ମୁଁ କ'ଣ ପର? କିଏ କେଉଁଠି ପାଟି କଲା? ନା ନା, କେଉଁ କଣରୁ କିଏ ତାଳି ମାରିବା ଆରମ୍ଭ କରିଦେଲା। ଏକାଥି ସମସ୍ତଙ୍କ ମୁହଁରୁ ପ୍ରତିପାଦ, ନା ନା, ସମସ୍ତଙ୍କ ହାତରେ ତାଳି। ଶୈଳେନ୍ଦ୍ରବାବୁ ଭାଡ଼ି ଉପରେ ଥାଇ ମୁଣ୍ଡ ନୁଆଇ ଦେଲେ। ଜନତାଙ୍କ ଅଭିନନ୍ଦନ ଗ୍ରହଣ କଲା ଭଙ୍ଗୀରେ ଗଦଗଦ ହୋଇ କହିଲେ, ମୁଁ ଜାଣେ, ମୋଠି ମୋ ଭାଇମାନଙ୍କର ବିଶ୍ୱାସ ଅଛି। ଏହି ମାଟିରେ ମୋ ଦେହ ଗଢ଼ା, ଏ ମାଟିକୁ ମୁଁ ଆପଣାର କରିଛି। ଶେଷରେ ଯେଉଁଦିନ ମୋରି ଭାଇମାନଙ୍କ ସେବା କରୁ କରୁ ଏ ଦେଶର ମାଟିରେ ମୋର ଦେହ ଝଡ଼ି ପଡ଼ିବ, ଜାଣିବି ସେଦିନ ସୁଦିନ ମୋର। ପୁଣି କିଏ ତାଳି ଆରମ୍ଭ କଲାଣି। ତାଳି ଉପରେ ତାଳି ବର୍ଷି ଲାଗିଛି। ଶୈଳେନ୍ଦ୍ରବାବୁ ବକ୍ତୃତା ଦେଉଛନ୍ତି। କେତେ କଥା ସେଥିରେ, ଦେଶ ବିଦେଶର କଥା, ବିପଦ ଆପଦର କଥା ଆପଣାର ପରି ସବୁ କହିଯାଉଛନ୍ତି। ତାଙ୍କର କଥାରେ ବଡ଼ ସହରର କିମିଆ ଲାଗେ। ସେହି ସେ ଯାଦୁକର ସୁନାକାଠି ଛୁଇଁ ଜିଆଁ ଦେଉଛନ୍ତି, ରୂପାକାଠି ଛୁଇଁ ମାରି ପକାଉଛନ୍ତି, କାଉଁରିଆଡ଼ ଛୁଇଁ ଶୁଆଇ ପକାଉଛନ୍ତି ନିଘୋଡ଼ ନିଦରେ ଜ୍ଞାନର ଚେତନାକୁ। ଭୋଜ ବିଦ୍ୟାରେ ସବୁଦିନ ପରି ଆଜି ବି ଟାକୁଆ ଗଜୁରୁଛି, ଆମ୍ବ ଗଛ ଠିଆ ହେଉଛି, ବୋଳୁଛି, ଚଣା ଫୁଟୁଛି, ଚାହୁଁ ଚାହୁଁ ପାଚିଯାଇ ଝୁଲି ପଡ଼ୁଛି, ପେନ୍ଥି ପେନ୍ଥି ହୋଇ ଲେନ୍ଥି, ଧଡ଼କି ବଜାଉଛି, ବାଉଁଶ ସ୍ନାଣୀ ନଚଉଛି, ଭାନୁମତୀ ପେଡ଼ିରେ ପଶିଛି। ସଭାସ୍ଥଳୀ ମୁଗ୍ଧ। ଭାଇମାନେ, ବୀଣା ପରି ସ୍ୱର ଉଦ୍ଭୁତୁଛି। ତେବେ ତୁମର ଆପତ୍ତି ଆଉ କ'ଣ? ଏଠି ଜକାଜକି ହୋଇ ପଡ଼ି ରହିବା ଅପେକ୍ଷା ଅନ୍ୟଠି ଫଇସଲା ଦେଖି, ପରଛଳ ଦେଖି ଫରକଟେଇ ହୋଇ ରହିବା ଯଥେଷ୍ଟ ଭଲ। ସହରର ସ୍ୱାସ୍ଥ୍ୟ କ'ଣ ତୁମର ସ୍ୱାସ୍ଥ୍ୟ ନୁହେଁ? କେତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଜଣେ ଯଦି ଦେବାକୁ ମଙ୍ଗିଛି ତାକୁ ବାଧା ଦେବା କାହିଁକି? ଏ ତ ତୁମରି ହିତ କଥା। ଏଥିରେ ତୁମେ ଅଡ଼ି ବସୁଛ କାହିଁକି? ଏହି ସଂକୀର୍ଣ୍ଣ ଜାଗାରେ ସବୁଦିନେ କ'ଣ ତୁମେ ପଡ଼ି ରହିଥାନ୍ତ? ତୁମର ଏଠି ନିଶ୍ୱାସ ବନ୍ଦ ହୋଇଯାଉଛି, ହାତ ଗୋଡ଼ ଖେଳେଇ ପାରୁନ। ଭାଡ଼ି ଉପରେ ଶୈଳେନ୍ଦ୍ରବାବୁଙ୍କର ନିଶ୍ୱାସ ବନ୍ଦ ହୋଇଯାଉଛି। ଛଟପଟ ହେଉଛନ୍ତି। ଆଉ ଢୋକେ ପାଣି ପିଇ ପୁଣି ଥରେ କହିବା ଆରମ୍ଭ କଲେ, ତୁମରି ଭଲ ପାଇଁ ମୁଁ କହୁଛି, ଏ ସୁବିଧା ଛାଡ଼ ନାହିଁ, ଏ ଲାଭ ଛାଡ଼ ନାହିଁ। ଅବୁଝା ହୁଅ ନାହିଁ ଭାଇମାନେ, କଥା ବୁଝ। ତୁମେ ଆଜି ଅନ୍ୟାୟ ଦାବି କରି ଅଡ଼ି ବସିବ। ଅନ୍ୟାୟ ଦାବି ପାଇଁ ତୁମେ ଜଗତର ସହାନୁଭୂତି ପାଇପାରିବ ନାହିଁ। ଜମି ତୁମର ନୁହେଁ, କେତେ ଦିନର ପଲାକୁଡ଼ିଆ ଖଣ୍ଡିଏ ଲେଖା, ସେତିକିରେ ତୁମର ଅଧିକାର। ସେତିକି ସ୍ୱାର୍ଥ ପାଇଁ ଅନ୍ୟର ବୃହତ୍ତର ସ୍ୱାର୍ଥ ଧ୍ୱଂସ କରିବା ପାଇଁ କାହାରିକୁ ଅଧିକାର ଦିଆଯାଇ ପାରେ ନାହିଁ। ଆଇନରେ ତୁମର ଜୟ ନାହିଁ, ଲୋକମତ ଅନୁସାରେ ତୁମର ଜୟ ନାହିଁ। ସଂଘର୍ଷ ଉପଜାଇଲେ ତୁମର ସମୂହ କ୍ଷତି। ଅତଏବ ଶୈଳେନ୍ଦ୍ରବାବୁ ବକ୍ତୃତା ଶେଷ କରୁଥାନ୍ତି। ଗମ୍ଭୀର ହୋଇ ଉଚ୍ଚାରଣ କଲେ, ଅତଏବ ଏ ମେଳି ଭାଙ୍ଗି ଦିଅ। ଅନର୍ଥକ ଏ ଗୋଷ୍ଠୀ ଭିତରେ ଯୁଦ୍ଧର ଅବସାନ ହେଉ। ଏ ଆନ୍ଦୋଳନ ତୁଟାଇ ଦିଅ। ଏ ଧର୍ମଘଟ ଶେଷ ହେଉ। କାଲିଠାରୁ ପୁଣି ତୁମେ କାମକୁ ଯାଅ। କାମ ନ କଲେ ମୂଲର ଟଙ୍କା ନଷ୍ଟ। ଯେଉଁପରି କାମ କରୁଥିଲ ସେପରି କର। ଆଉ ଯେତେ ଚଞ୍ଚଳ ପାରୁଛ ସୁବିଧା କରି ନେଇ ନୂଆ ସ୍ଥଳକୁ ଉଠିଯାଅ। ମନରେ କିଛି ସନ୍ଦେହ କରେ ନାହିଁ। ତୁମର ସବୁ ଦାବି ନ୍ୟାୟ ଅନୁସାରେ ମେଣ୍ଟାଇ ଦେବାକୁ ଆମେ ଅଛୁ। ପୁଣି ଘନ ଘନ କରତାଳି। ପୁଣି ଅନୁଭବ କଲା ଜଣେ କିଏ ତାର କାନି ଧରି ଓଟାରୁଛି। ରଙ୍ଗ ନାହିଁ, ଟଭା ନାହିଁ। ମୁହଁ ବୁଲେଇ ହସି ଦେଇ କହିଲା, ରହିଥା ବା, ଫେର କ'ଣ ହେଉଛି? ଜଣେ କିଏ ଅଚିହ୍ନା ମଣିଷ ଭାଡ଼ି ଉପରେ ଚଢ଼ିଲେଣି। ଆମର ଶ୍ରଦ୍ଧେୟ ଶୈଳେନ୍ଦ୍ରବାବୁ ଯେତେ କଷ୍ଟ ସ୍ୱୀକାର କରି ଆମ ସମସ୍ତଙ୍କ ହିତ ପାଇଁ ଏହି ଦୀର୍ଘ ବକ୍ତୃତା ଦେଲେ, ସେଥିପାଇଁ ସମବେତ ମୋର ଏହି ହରିଜନ ଭାଇମାନଙ୍କ ତରଫରୁ ମୁଁ ତାଙ୍କୁ ଆମର ଅନ୍ତରର ଧନ୍ୟବାଦ ଜଣାଉଛି। କିଏ ସେ? କୋଉ ଗାଁ? କ'ଣ କହିଲେ? ଆମ ଘର ଛାଡ଼ି ଉଠିଯିବାକୁ କହିଲେ? କ'ଣ ହେଲା? ନାନା କଣ୍ଠରେ ହୋ ହୋ ଗହଳିରେ ସଭା ଭାଙ୍ଗି ଯାଇଥିଲା।
प्रश्न पचारिला बेलକୁ ଶୈଳେନ୍ଦ୍ର ବାବୁଙ୍କ ବିଖ୍ୟାତ ମଟର ଅଦୃଶ୍ୟ ହୋଇଗଲାଣି। ନାନା ପ୍ରକାର ଅଭିମତ। କ'ଣ ନାକରା କହିଲେ? ଆମରି ପାଇଁ ତ କେଡ଼େ ସୁନ୍ଦର ବୁଝାଉଥିଲେ, ନହେଲେ ମାହାଳିଆ ଲୋକେ ଏଡ଼େ ମାନନ୍ତି। ଦେଖିଲ ନାହିଁ କଥା କହୁ କହୁ କାନ୍ଦି ପକାଉଥିଲେ। ମିଛରେ ବେଳ ଗଲା। ମଣିଷ ମଦ ଖଟିକି ଯାଇଥିଲେ ଏତେବେଳକୁ। ଚାଲ ହୋ ଦେଖିବା କିଏ କାହାକୁ ଉଠଉଛି। ଘର ଛାଡ଼ି ଦେଇ ଉଠିଯିବା ଏମିତି ସହଜ କଥା ପଡ଼ିଛି। ଆହା ସତେ କି ଆମରି ପାଇଁ କଲିଜା ଫାଟି ଯାଉଛି। ରାତିରେ ନିଦ ହେଉନାହିଁ। ଦେଖୁନା ସାକୁଲେଇବାକୁ ଆସିଥିଲେ ଯେ ପାଟିରେ ବାଟୁଳି ବାଜୁନାହିଁ। ଯେ ଯାହା କହୁ, ଗୋଟାଏ କଥାରେ ସମସ୍ତେ ଏକମତ। କାଲିଠୁ ଫେର୍ କାମକୁ ଯିବେ। କାମ ପଡ଼ିଆ ପଡ଼ିଲେ ପେଟ ଚଳିବ ନାହିଁ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ହରିଜନ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସର ଅବଶିଷ୍ଟ ଭାଗକୁ ଆମେ ଶୁଣିବା। ରହିଲି, ନମସ୍କାର।